ଗ୍ରାମାଞ୍ଚଳରୁ ସହର ଯାଏଁ ଆଜି ପାଳନ ହୋଇଛି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସଧବା ମହିଳାମାନେ ଏହି ବ୍ରତ ପାଳନ କରିଛନ୍ତି। ଏଥିପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଶଙ୍ଖା, ସିନ୍ଦୁର, ଫଳ ଓ ବିଭିନ୍ନ ପୂଜା ସାମଗ୍ରୀ ନେଇ ମହିଳାମାନେ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଆଉ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଦିନ ତମାମ ଉପବାସ ରହି ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତକୁ ପାଳନ କରିଥାନ୍ତି। ଜ୍ୟେଷ୍ଠ ଅମାବସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଉଥିବା ବେଳେ ସଧବା ମହିଳାମାନେ ମା ସାବିତ୍ରୀଙ୍କୁ ମନାସି ସେମାନଙ୍କ ଘର ସଂସାର ଓ ସ୍ୱାମୀଙ୍କ ଦୀର୍ଘାୟୁଷ କାମନା କରନ୍ତି। ସେହି କ୍ରମରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ରେଙ୍ଗାଲି ଗ୍ରାମର ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି କିଏ ଘରେ ବା କିଏ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ବ୍ରତ ପାଳନ କରିଛନ୍ତି। ବ୍ରତ ଲାଗି ତ ଖୁସି ଲାଗ୍ସି, ଯେହେତୁ ଏଇଟା ସାବିତ୍ରୀ ବ୍ରତ ମହିଳାମାନଙ୍କର ଏଇଟା ମୁଖ୍ୟ ଏ ଲେଡ଼ିଜ୍ ମାନଙ୍କର। ଏଇଟା ଆମର ଗୋଟେ ପରମ୍ପରା ଅଛି, ଯେହେତୁ ଗୋଟେ ନାରୀର ତା ସତୀତ୍ୱ ହେଲା ସାବିତ୍ରୀ ବ୍ରତଟା। ଆଉ ସେ ତା ସାବିତ୍ରୀ ବ୍ରତ ଲାଗି ବୋଲିକି ଆଜି ଆମେ ଏଇନା ସମସ୍ତେ ଏକଜୁଟ ହେଇଛୁ। ଯେମିତି ସାବିତ୍ରୀ ବ୍ରତରେ 21 ପ୍ରକାର ମୁଖ୍ୟ ଫଳ ଲାଗ୍ସି, ସବୁ ଯେମିତି ପଣସ, ତରଭୁଜ, ଆମ୍ବ, କଦଳୀ, ଆଉ ମୁଖ୍ୟ ହେଲା ଜାମ୍ବୁ, ଖଜୁରୀ, ସବୁ ଏମିତି ଫଳ, ସବୁ 21 ପ୍ରକାର ଫଳ। 21ର ତ ଅଧିକା ବି ହେଇଯାଉଛି, କିନ୍ତୁ 21ର କମବାର କଥା ନାହିଁ। 21 ପ୍ରକାର ଫଳ ଧରିକି ହେଇଛୁ। ସାଜସଜ୍ଜା ଗୋଟେ ଏଇଟା ଖୁସି ଲାଗି ବୋଲି ସମସ୍ତେ ଟିକେ ଟିକେ ସାଜସଜ୍ଜା ହେଇକି ସବୁ ମା ଝିଅ ଯେତିକି ଅଛନ୍ତି ଏନେ ସବୁ ଭଉଣୀମାନେ ସବୁ ସାଜସଜ୍ଜା ହେଇକି ଯାଇଛନ୍ତି। ଆଉ ସମ୍ବଲପୁର ଜିଲ୍ଲାରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କେ ଲାଇଭ୍।